ଏହି ଆଲୋଚନାକୁ ସ୍ୱାଗତ। ଆଜି ଆମେ ଇଂରାଜୀ ଭାଷାର ମୂଳଦୁଆ ଏବଂ ଏହାର ଗଠନକୁ ଟିକିନିଖି ଭାବେ ବୁଝିବା। ପ୍ରକୃତ କଥା ହେଲା, ସଠିକ୍ ବ୍ୟାକରଣ ହିଁ ଆମ ଦୈନନ୍ଦିନ ଯୋଗାଯୋଗକୁ ସ୍ପଷ୍ଟ ଏବଂ ପ୍ରଭାବଶାଳୀ କରିଥାଏ। ସରଳ ଭାଷାରେ କହିଲେ ବ୍ୟାକରଣ ହେଉଛି କିଛି ନିୟମର ସମୂହ ଯାହା ଆମ କହିବା ଆଉ ଲେଖିବା ଶୈଳୀକୁ ନିୟନ୍ତ୍ରଣ କରେ। ଏଠାରେ ଦେଖନ୍ତୁ, ଗୋଟିଏ ଛୋଟ ନିୟମର ପରିବର୍ତ୍ତନ କିପରି ଅର୍ଥକୁ ସ୍ପଷ୍ଟ କରୁଛି ତାହା ସତରେ ବେଶ୍ କୌତୂହଳପୂର୍ଣ୍ଣ। ଏବେ ବଡ଼ ଚିତ୍ରକୁ ଦେଖିବା। ବାକ୍ୟରେ ଥିବା ପ୍ରତ୍ୟେକ ଶବ୍ଦ ଗୋଟିଏ ଟିମ୍ ମେମ୍ବର ଭଳି ନିଜର ନିର୍ଦ୍ଦିଷ୍ଟ କାର୍ଯ୍ୟ କରିଥାଏ। ଆଉ ଏହି ମାଇଣ୍ଡ ମ୍ୟାପ୍ରେ ସମସ୍ତ 8ଟି ଯାକ ପାର୍ଟସ୍ ଅଫ୍ ସ୍ପିଚ୍ ଏକାଠି କିପରି କାମ କରନ୍ତି ତାହା ସ୍ପଷ୍ଟ ଦିଶୁଛି। କାର୍ଯ୍ୟ ଦର୍ଶାଉଥିବା ଭର୍ବ ହେଉ ବା ଶବ୍ଦ ଯୋଡ଼ୁଥିବା କଞ୍ଜଙ୍କ୍ସନ୍, ବାକ୍ୟ ଗଠନରେ ଏହି ସବୁର ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି। ତେବେ ଚାଲନ୍ତୁ ପ୍ରଥମେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ନାଉନ୍ ବା ବିଶେଷ୍ୟ ଉପରେ ଟିକେ ଗଭୀର ଭାବେ ଆଲୋଚନା କରିବା। ଦେଖିବାକୁ ଗଲେ କୌଣସି ବ୍ୟକ୍ତି, ସ୍ଥାନ, ବସ୍ତୁ କିମ୍ବା ଜଟିଳ ଭାବନା ସବୁକିଛିର ନାମକରଣ କେବଳ ଏହି ନାଉନ୍ ହିଁ କରିଥାଏ। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଧାରଣ ନାମ ଏବଂ କ୍ୟାପିଟାଲ ଅକ୍ଷରରେ ଲେଖାଯାଉଥିବା ସ୍ୱତନ୍ତ୍ର ନାମ ଭିତରେ ପାର୍ଥକ୍ୟ ବୁଝିବା। ଠିକ୍ ସେହିପରି ସ୍ପର୍ଶ କରି ହେଉଥିବା ବାସ୍ତବ ବସ୍ତୁ ଏବଂ କେବଳ ଅନୁଭବ କରି ହେଉଥିବା ଭାବନା ମଧ୍ୟରେ ଫରକ ଜାଣିବା ନିହାତି ଆବଶ୍ୟକ। ଏହି ଚିତ୍ରଟି ସ୍ପଷ୍ଟ କରୁଛି ଯେ କଂକ୍ରିଟ୍ ନାଉନ୍ ସବୁବେଳେ ଆମର 5ଟି ମୌଳିକ ଇନ୍ଦ୍ରିୟ ସହିତ ସିଧାସଳଖ ଜଡ଼ିତ ଥାଏ। ଏବେ ଆସିବା ଶେଷ ବିଭାଗକୁ। ଏହା ସମ୍ପୂର୍ଣ୍ଣ ଭାବରେ ନିର୍ଭର କରେ ଯେ ଆମେ ଗୋଟିଏ ଜିନିଷକୁ ଗଣିପାରିବା କି ନାହିଁ। ଏହି ଗୋଟିଏ ନିୟମ ବାକ୍ୟର ଗଠନକୁ ବଦଳାଇ ଦିଏ। ଏହା ସ୍ଥିର କରେ ଯେ ବାକ୍ୟରେ କେଉଁ ସହାୟକ ଶବ୍ଦ ବ୍ୟବହାର ହୋଇପାରିବ। ଉଦାହରଣ ସ୍ୱରୂପ, ବହିକୁ ଆମେ ଗଣିପାରିବା, ତେଣୁ ମେନି ବୁକ୍ସ ଠିକ୍, କିନ୍ତୁ ମଚ୍ ବୁକ୍ସ କହିବା ସମ୍ପୂର୍ଣ୍ଣ ଭୁଲ। ଅନ୍ୟପକ୍ଷରେ ପାଣିକୁ ଗଣି ହୁଏ ନାହିଁ, କେବଳ ମାପି ହୁଏ। ସେଥିପାଇଁ ମଚ୍ ୱାଟର ଠିକ୍, କିନ୍ତୁ ମେନି ୱାଟର କହିବା ସବୁବେଳେ ଭୁଲ। ଭାବି ଦେଖନ୍ତୁ, ଏହି ଛୋଟ ଛୋଟ ମୂଳ ନିୟମଗୁଡ଼ିକୁ ଆୟତ୍ତ କଲେ ଆମ ଯୋଗାଯୋଗ କେତେ ସ୍ପଷ୍ଟ ଓ ପ୍ରଭାବଶାଳୀ ହୋଇପାରିବ।